ଶୋଇକି ଉଠିଲା ପରେ ଆଜି 4ଟା ବେଳେ ଦେଖି ତ ଏତେ ଜୋରରେ ବର୍ଷା ପବନ ଆସିଥିଲା। ବର୍ଷା ପବନକୁ ଦେଖିକି ମନଟା ଟିକେ ଖୁସି ହେଇଯାଇଥିଲା। ଏବେ ବହୁତ ଜୋରରେ ଗରମ ପଡ଼ିଛି, ମାନେ ସହି ହେଉନି, ଏତେ ଜୋରରେ ଗରମ ହେଉଛି। ତ ଏଇ ଯେଉଁ ଫାଷ୍ଟ ବର୍ଷାଟା ଯେବେ ହୁଏ, ମାଟିରେ ଯେଉଁ ବାସ୍ନାଟା ହୁଏ, ମୋତେ ତ ବହୁତ ବଢ଼ିଆ ଲାଗେ। ଆପଣମାନଙ୍କୁ ପସନ୍ଦ ନା ନାହିଁ କମେଣ୍ଟରେ ଜଣାଇବେ। ତ ଛୋଟବେଳେ ତ କେହି କେହି ଏମିତି ମୋର କେତେଜଣ ସାଙ୍ଗ ଥିଲେ, ସେ ମାଟିକି ଖାଇଦିଅନ୍ତି ଯେଉଁ ବର୍ଷା ପଡ଼ିଲା ପରେ ଯେଉଁ ବାସ୍ନାଟା ହୁଏ ମାଟିର। ତାପରେ ଆଜି ଲଞ୍ଚ ପରେ ଯେଉଁ ମୁଁ ବିରି ଚାଉଳ ଆଣ ବାଟିକି ରଖିଥିଲି, କାହିଁକିନା ଆଜି ଦୋସା ବନେଇବାର ଥିଲା। ତ ତା ଦେହରୁ ଅଳ୍ପ ଟିକେ ଆଣ ଆଣି ଲୁଣ ଟିକେ ଗୋଳେଇକି ମୁଁ ଟିକେ ଚକୁଳିକି ଚାହା ଖାଇବି ବୋଲି ଭାବିଲି। ତ ଯେହେତୁ ବର୍ଷା ଦେଇଥିଲା, ଥଣ୍ଡା ଥଣ୍ଡା ପାଗ ଲାଗୁଥିଲା, ଇଚ୍ଛା ହେଲା ଟିକେ ଚାହା ପିଇବା ପାଇଁ। ଆଉ ତା ସହିତ ଟିକେ ଯେହେତୁ ଚକୁଳି ଆଣ ଥିଲା, ତ ଭାବିଲି ଟିକେ ଚକୁଳି ବନେଇଦେବି। ତ ଏମିତି ସରୁ ସରୁ ଚକୁଳି ବନେଇଦେଲି। ତ ନେଇକି ପଳେଇ ଆସିଲି ଟିକେ ବାହାରେ ବସିକି ଖାଇବା ପାଇଁ। ତ ମୁଁ ଖାଇସାରିବା ଭିତରେ ଆକାଶକୁ ଦେଖିଲା ବେଳକୁ ଗୋଟେ ବହୁତ ସୁନ୍ଦର ଆଜି ଇନ୍ଦ୍ରଧନୁ ପଡ଼ିଥିଲା। ତ ମାନେ ବହୁତ ବର୍ଷ ପରେ ଦେଖିଲି, ବୋଧେ ସ୍କୁଲ ଟାଇମରେ ଯେତେବେଳେ ଥରେ ଦୁଇଥର ଦେଖିଥିଲି, ଆଉ ହୁଏତ ପଢ଼ୁଥିବ ସବୁବେଳେ, କିନ୍ତୁ ମୁଁ କେବେ ଦେଖିନଥିଲି, ଆଜି ଦେଖିଲି ମ୍ୟାରେଜ ପରେ। ତାପରେ ଏଇଟା ଗୋଟେ ଛୋଟ ଗଛଟା ଅନଲାଇନରୁ ଆଣିଥିଲି, ଏତେ ଫୁଲ ଫୁଟୁଛି, ସନ୍ଧ୍ୟା ଟାଇମ ହେଲେ ବଢ଼ିଆ ବାସ୍ନା ହେଉଛି। ତାପରେ ଏଠି ସନ୍ଧ୍ୟାବେଳେ ଟିକେ ଫ୍ରେଶ ହେଇଗଲି, ସନ୍ଧ୍ୟା ଦେଇ ଦେଇଥିଲି। ତାପରେ ଲାଗି ପଡ଼ିଥିଲି, ଆଜି ଦୋସା ବନେଇବାର ଥିଲା। ତ ତା ପାଇଁ ଏଠି ପ୍ରିପାରେସନ୍ କରିବା ପାଇଁ ଆଳୁକୁ ସିଝେଇ ଦେଇଥିଲି, ତାକୁ ଚକଡ଼ିକି ରଖିଦେଲି। ତାପରେ ବାହାରକୁ ପଳେଇ ଆସିଥିଲି, ଆସିକି ଟିକେ କୁଣ୍ଡରୁ 2ଟା ଭୃଷଙ୍ଗ ପତ୍ର ନେଇ ଆସିଥିଲି। ତ ଛୋଟ ଗଛଟେ ହେଇଛି, ତ ଆଣିକି ତ ଏଠି ଆଳୁକୁ ଫାଷ୍ଟ ବଘାରିବା ପାଇଁ ଫାଷ୍ଟ ତେଲ ଦେଇକି ଫୁଟଣକୁ ଦେଇ ଦେଇଥିଲି। ଆଉ ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ରକୁ କାଟି ଦେଇଥିଲି, ତାକୁ ଏକା ସାଙ୍ଗରେ ଦେଇକି ତାପରେ ଲୁଣ ଦେଇକି ହଳଦୀ ଦେଇକି ପିଆଜକୁ ହାଲକା ଭାଜିଥିଲି, ବେଶୀ ଭାଜି ନଥିଲି କି ମାନେ କଡ଼ା ଟୋଟାଲି କରିନଥିଲି। ହାଲକା ଟିକେ ଭାଜି ଦେଲା ପରେ 1ରୁ 2 ମିନିଟ୍ ଭାଜିଥିଲି। ତାପରେ ଆଳୁକୁ ଦେଇ ଦେଇଥିଲି। ତ ଆଳୁ ମସଲା ରେଡ଼ି ହେଇଗଲା ପରେ ଏପଟେ ପରିବା କାଟି ଦେଇଥିଲି ସମ୍ବର ବନେଇବା ପାଇଁ। ତ ପରିବାକୁ ଦେଇକି ଏଠି ଡାଲିକି ଦେଇ ଦେଇଥିଲି ଧୋଇକି, ଆଉ ଭେଣ୍ଡି, ଗୋଟେ ଟମାଟୋ, ଆଉ ଲୁଣ, ହଳଦୀ ଆଉ ପାଣି ଦେଇକି ତାକୁ ଗୋଳେଇକି ବସେଇ ଦେଇଥିଲି ସିଝିବା ପାଇଁ। ତାପରେ ଏପଟେ କ୍ଷୀର ଫୁଟେଇକି ଆଗ ଛେନା କାଟି ଦେଇଥିଲି, ଆଉ ଏପଟେ ପିଆଜ, ଗାଜର, ଧନିଆ ପତ୍ର ଗ୍ରେଟ୍ କରିକି ରଖିକି ଏଠି ସବୁ ପ୍ରିପାରେସନ୍ କରିଦିବାର ଆରମ୍ଭ କରିଦେଇଥିଲି। ସନ୍ଧ୍ୟାରେ ହଜବେଣ୍ଡ ପଳେଇ ଆସିବେ ନା, ତ ଖାଇବିକି ଯିବାର ଥିଲା। ତ ଏପଟେ ସିଝି ଯାଇଥିଲା ପରିବା, ତ ଏଠି ମୁଁ ସମ୍ବର ଫଟାଫଟ ବନେଇ ଦେଇଥିଲି। ଆଉ ସମ୍ବର ଆପଣମାନଙ୍କୁ ପସନ୍ଦ ନାହିଁ, ମୋର ତ ବହୁତ ଫେଭରେଟ୍। ତ ସମ୍ବର ହେଇଯିବା ପରେ ହଜବେଣ୍ଡ ତା ଭିତରେ ପଳେଇ ଆସିଥିଲେ। ତ ଦୋସାଟା ତ ବନେଇକି ରଖିଲେ ଭଲ ଲାଗିବନି, ତ ସାଙ୍ଗେ ସାଙ୍ଗେ ବନେଇଲେ ଭଲ ଲାଗିବ। ତ ପାଣି ଆଉ ଟିକେ ତେଲ ଦେଇକି ତାୱାକୁ ଭଲ ଭାବରେ ଗରମ କରିଦେଇଥିଲି। ତାପରେ ଆଣକୁ ଦେଇକି ଭଲ ଭାବରେ ଗୋଲ କରିକି ପୁରା ସରୁକି ଚକୁଳି ବନେଇ ଦେଇଥିଲି। ତା ଦେହରେ ଏଠି ଆଳୁ ମସଲା ଦେଇକି ଯେଉଁ ପିଆଜ ଆଉ ଗାଜରକୁ ଗ୍ରେଟ୍ କରିଥିଲି ତାକୁ ଦେଇଦେଲି। ତାପରେ ଟିକେ ଛେନା ଦେଇ ଦେଇଥିଲି। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଲା ପରେ ଟିକେ କଡ଼ା ହେଇଲା ପରେ ଗୋଟେ ସାଇଡ଼୍ ଭାଙ୍ଗି ଆଉ ପଟ ସାଇଡ଼୍କୁ ଭାଙ୍ଗି ଦେଇଥିଲି। ତ ରେଡ଼ି ହେଇଯାଇଥିଲା ଆମର ଗରମ ଗରମ ପନିର ମସଲା ଦୋସା। ତ ବହୁତ ଟେଷ୍ଟି ବି ହେଇଥିଲା। ହଜବେଣ୍ଡ ଖାଇକି କହୁଥିଲେ, ତ ସିମ୍ପଲ୍ ଆଳୁ ମସଲା ବନେଇଥିଲି, ବେଶୀ ମସଲା ଦେଇନଥିଲି। ଆପଣମାନେ ଥରେ ଟ୍ରାଏ କରିବେ, ବହୁତ ବଢ଼ିଆ ହେଇଥିଲା। ତ ଆଜିର ବ୍ଲଗ୍ଟି ଥିଲା ଏତିକି। ଭିଡ଼ିଓ ଲାଗିଥିଲା ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍